ସତ୍ୟଖେଳା ପକ୍ଷରୁ ଆପଣଙ୍କୁ ସ୍ୱାଗତ। 72ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ବାଲେଶ୍ୱର ସମବାୟ ବିଭାଗ ଦ୍ୱାରା ନଭେମ୍ବର 14ରୁ 20 ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳିତ ହୋଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଭେନିଆ ପାରାଡାଇଜ୍ କଲ୍ୟାଣ ମଣ୍ଡପରେ ଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ବାଲେଶ୍ୱର ଖଣ୍ଡ ଉପନିର୍ବନ୍ଧକ ସରୋଜିନୀ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ କବି ପ୍ରଶାନ୍ତ କୁମାର ଦାସ ଯୋଗଦେଇ ସମବାୟ ଆନ୍ଦୋଳନ ସହ ସମସ୍ତ ଜନସାଧାରଣ ଚାଷୀ ଜଡ଼ିତ ହେବାକୁ ପରାମର୍ଶ ଦେଇଥିଲେ। ବାଲେଶ୍ୱର ସିଡିଏମ୍ ତୁଷାରକାନ୍ତି ତୁଙ୍ଗ ତାଙ୍କ ଅଭିଭାଷଣରେ ପଶ୍ଚିମବଙ୍ଗ ଓ କେରଳର ଦୁଗ୍ଧ ଚାଷୀ ଓ ଧାନ ଚାଷୀମାନେ କିଭଳି ସମବାୟ କ୍ଷେତ୍ରରେ ସଫଳ ହୋଇଛନ୍ତି ତାର ତୁଳନାତ୍ମକ ତଥ୍ୟ ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ମନ୍ମଥ କୁମାର ଦାସ ବକ୍ତା ଭାବେ ଯୋଗଦେଇ ସମବାୟ ଆନ୍ଦୋଳନ ଏବଂ ସମବାୟ ବ୍ୟାଙ୍କ ଭୂମିକା ସମ୍ବନ୍ଧରେ ଉଲ୍ଲେଖ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାମୁଲର ଜେନେରାଲ ମ୍ୟାନେଜର ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ସହକାରୀ ନିବନ୍ଧକ ଏକାଦଶୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନୀଳଗିରି ମଣ୍ଡଳ ସହକାରୀ ନିବନ୍ଧକ ବିଷ୍ଣୁମୋହନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। SRCS ଦେବାଶିଷ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶମ୍ଭୁନାଥ ନାୟକ, ସୌମ୍ୟାଶ୍ରୀ ବାରିକ, ସ୍ମିତା ଦାସ, ସୁକାନ୍ତ ମହାପାତ୍ର, ପ୍ରଦୀପ ଓଝା, ଶ୍ରୀହରି ଶୁକ୍ଳ ପ୍ରମୁଖ ସହଯୋଗ କରିଥିଲେ। ଧନ୍ୟବାଦ।